ମେଗା ଶିଶୁ ଉତ୍ସବ ଅଙ୍କୁରାୟନ ଅନୁଷ୍ଠିତ। ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ହରିହରପୁର ଗ୍ରାମ ନିକଟସ୍ଥ ଗ୍ରୀନ୍ ପାର୍କ ପରିସରରେ ଏକ ମେଗା ଶିଶୁ ଉତ୍ସବ ଅଙ୍କୁରାୟନ ଅନୁଷ୍ଠିତ ହୋଇଯାଇଛି। ଗତ 17, 18 ଓ 19 ତାରିଖ ଦିନ ଧରି ଜଗତସିଂହପୁରର ଲଙ୍କାପଡ଼ା ଓ ନୟାଗଡ଼ ଜିଲ୍ଲାର ହରିହରପୁରଠାରେ ଏକା ସମୟରେ ଏହି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏକ ନୂତନ ସମ୍ଭାବନାର ଆରମ୍ଭ। ଏହି ଶିଶୁ ଉତ୍ସବରେ ଯୋଗ ଦେବା ପାଇଁ ପ୍ରାଥମିକ ବିଦ୍ୟାଳୟଠାରୁ ଆରମ୍ଭ କରି ମହାବିଦ୍ୟାଳୟ ପର୍ଯ୍ୟନ୍ତ ପ୍ରାୟ 1000ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅନଲାଇନ୍ ଯୋଗେ ବିଭିନ୍ନ ପ୍ରତିଯୋଗିତା ପାଇଁ ନାମ ପଞ୍ଜୀକରଣ କରିଥିଲେ। 3 ଦିନ ବ୍ୟାପୀ ଏହି ମେଗା କାର୍ଯ୍ୟକ୍ରମର ପ୍ରଥମ ଦିନ ଉଦ୍ଘାଟନ ଗ୍ରୀନ୍ କ୍ଲବର ସଭାପତି ବିଭୁ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଡକ୍ଟର ଗୋବିନ୍ଦ ଚନ୍ଦ୍ର ଦାସ, ପ୍ରାକ୍ତନ ପ୍ରାଧ୍ୟାପକ, ନୟାଗଡ଼ କଲେଜ ମୁଖ୍ୟ ଅତିଥି ଓ ପରିବେଶବିତ୍ ସୁଭାଷ ଚନ୍ଦ୍ର ନାୟକ ସମ୍ମାନିତ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ। ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଶିକ୍ଷାବିତ୍ ଡକ୍ଟର ବିଜୟ କୁମାର ଚୌଧୁରୀ, କବି ଦୀନବନ୍ଧୁ ମହାପାତ୍ର, ସନ୍ଧ୍ୟାରାଣୀ ସାହୁ, ଉଦ୍ୟୋଗପତି ପଣ୍ଡିତ କିଶୋର ଚନ୍ଦ୍ର କର ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଶିକ୍ଷା ସହିତ ସହଶିକ୍ଷାର ଆବଶ୍ୟକତା ଓ ପିଲାଙ୍କ ଲୁକ୍କାୟିତ ଗୁଣ ସମୂହର ପରିପ୍ରକାଶ ଘଟିବାର ଶିଶୁ ଉତ୍ସବ ଏକ ମାଧ୍ୟମ ବୋଲି ବକ୍ତବ୍ୟ ରଖିଥିଲେ। ପ୍ରଥମ ଶ୍ରେଣୀଠାରୁ ସପ୍ତମ ଶ୍ରେଣୀ କନିଷ୍ଠ ବିଭାଗ ଓ ଅଷ୍ଟମ ଶ୍ରେଣୀଠାରୁ ଦଶମ ଶ୍ରେଣୀ ବରିଷ୍ଠ ବିଭାଗ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଦୌଡ଼, ସଙ୍ଗୀତ, ଲମ୍ବଡିଆ, ଦଉଡ଼ି ଡିଆଁ, ମୁରୁଜ ପକା, ଝୋଟି ଚିତା, ପୁଚି, କୁଇଜ୍, ମେହେନ୍ଦୀ, ସଙ୍ଗୀତ ଆବୃତ୍ତି, ସୃଜନିକା, ବକ୍ତୃତା, ଇନ୍ଦ୍ରଧନୁ ଏକକ, ଅଭିନୟ ପ୍ରଭୃତି ଅନେକ ପ୍ରତିଯୋଗିତା କରାଯାଇ ସେମାନଙ୍କ ମଧ୍ୟରୁ ଶ୍ରେଷ୍ଠ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରାୟ ଶତାଧିକ ପ୍ରତିଯୋଗୀମାନଙ୍କୁ ଟ୍ରଫି, ମେଡାଲ, ପୁସ୍ତକ ସହିତ ପ୍ରଶଂସାପତ୍ର ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା। 3 ଦିନ ବ୍ୟାପୀ ଏହି ସମସ୍ତ ପ୍ରତିଯୋଗିତାର ବିଚାରକ ଭାବରେ ସୁରେଶ ଚନ୍ଦ୍ର ବରାଡ଼, ଦୀନବନ୍ଧୁ ମହାପାତ୍ର, ସନ୍ଧ୍ୟାରାଣୀ ସାହୁ, କିଶୋର ଚନ୍ଦ୍ର କର, ସୁଭାଷ ଚନ୍ଦ୍ର ନାୟକ ପ୍ରଭୃତି ଶିକ୍ଷାବିତ୍ମାନେ କୃତୀ ଛାତ୍ରଛାତ୍ରୀମାନଙ୍କୁ ବାଛିଥିଲେ। ଗ୍ରୀନ୍ କ୍ଲବର ସମ୍ପାଦକ କୁମର ଚନ୍ଦ୍ର ବରାଡ଼ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଯୁବ ସଂଯୋଜକ ନୀଳମାଧବ ମିଶ୍ର ମଞ୍ଚ ପରିଚାଳନା କରିଥିଲେ। 3 ଦିନ ବ୍ୟାପୀ ଏହି ମେଗା କାର୍ଯ୍ୟକ୍ରମରେ ଶହ ଶହ ଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ, ଦର୍ଶକମାନଙ୍କୁ ପ୍ରତିଦିନ ମଧ୍ୟାହ୍ନ ଭୋଜନ ପ୍ରଦାନ କରାଯାଇଥିଲା। ଏହାର ସୁପରିଚାଳନା ପାଇଁ ଗ୍ରୀନ୍ କ୍ଲବର ସଦସ୍ୟ ଟୁଲୁ ମହାନ୍ତି, ବାବୁ ସାହୁ, ହିମାଂଶୁ ମହାନ୍ତି, ଲୋକନାଥ ପ୍ରଧାନ, ମଙ୍ଗୁଳି ସ୍ୱାଇଁ, ବଇ ନାୟକ, ସୌଦାଗର ନାୟକ, ଶିବଶଙ୍କର ମହାରଣା, ସିଲୁ ମହାନ୍ତି, ବାପୁନି, କୈଳାସ ମହାରଣା, ଶରତ ବରାଡ଼, ଯୋଗଗୁରୁ ବୈକୁଣ୍ଠନାଥ ପ୍ରଧାନ, ଅନ୍ୟାନ୍ୟ ସଦସ୍ୟ ଓ ସଦସ୍ୟମାନେ ଅକ୍ଳାନ୍ତ ପରିଶ୍ରମ କରି ଏହି କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଥିଲେ। ସର୍ବଶେଷରେ ଗ୍ରୀନ୍ କ୍ଲବର ସମ୍ପାଦକ କୁମାର ବରାଡ଼ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।